ଯେତେବେଳେ ସଦ୍ଗୁରୁ 7 ବର୍ଷର ଖେଚରୀ ମୁଦ୍ରା କଲେ ସେତେବେଳେ ସମସ୍ତେ ଭାବୁଥିଲେ ଯେ ଇଏ ତ ରୋଗୀ ପିଲା, ଡାକ୍ତରଖାନା ନେଇଯିବା, ତ ଇଏ ବେହୋସ ହେଇଯାଉଛି। ତ ବହୁତ ଡାକ୍ତର ବୈଦ୍ୟଙ୍କୁ ବି ତାଙ୍କ ମା ବାପା ମାନେ ବି ଯାଇଛନ୍ତି ନେଇକି, କିନ୍ତୁ ସଦ୍ଗୁରୁ ସେଥିରେ ବହୁତ ଆନନ୍ଦ ଉପଲବ୍ଧି କରୁଥିଲେ ବୋଲି ପରବର୍ତ୍ତୀ ସମୟରେ ସେ ଲେଖିଛନ୍ତି ଯେ ମୁଁ ଚେତା ବୁଡ଼ି ଯାଉଥିଲି ବୋଲି ସମସ୍ତେ ନେଉଥିଲେ, କିନ୍ତୁ ଦେଖିଲା ବେଳକୁ ମୁଁ ସମାଧିସ୍ଥ ଅବସ୍ଥାରେ ହିଁ ରହୁଥିଲି, ଆଉ ମୋତେ ବହୁତ ଆନନ୍ଦ ଅନୁଭବ ହେଉଥିଲା। ତେଣୁ ସେ ଆଦି ପୁରୁଷ ଥିଲେ, ଆଦି ଯୋଗୀ ଥିଲେ। ତେଣୁ ସେ ଯୋଗ ଦର୍ଶନରେ ଯେତିକି ସୂତ୍ର ଆମର ଅଛି ସେ ସୂତ୍ର ଗୁଡ଼ିକ ବହୁତ ପୁଙ୍ଖାନୁପୁଙ୍ଖ ଭାବରେ ତାର୍କିକ ସହିତ ଯେ ଇଏ ଈଶ୍ୱରାଭିମୁଖୀ ନୁହେଁ, ଯାହାକି ଆମେ ମଜହବୀ ଈଶ୍ୱରଙ୍କୁ ତା ଭିତରକୁ ଟାଣୁଛନ୍ତି। ଆମ ଶରୀର ବିଜ୍ଞାନ ବିଷୟରେ ଏ ଯୋଗସୂତ୍ର ଗୁଡ଼ିକ ଅଛି। ଯୋଗସୂତ୍ର ଗୁଡ଼ିକ ଆମେ ଯଦି ଅନୁଶାସନ ଅନୁଯାୟୀ ପାଳନ କରିବା, ସଂଯମତାର ସହିତ, ଧୈର୍ଯ୍ୟର ସହିତ, ଜଣେ ଯୋଗୀର ଧୀ ଶକ୍ତି ରହିବା ନିହାତି ଆବଶ୍ୟକ। ଧୀ ଶକ୍ତି ସଂସାର ଭିତରେ ଆମେ ସବୁବେଳେ ବିଷାକ୍ତ ଦେଖୁଛେ, ସଂସାର ବିଷମୟ ହେଇଗଲାଣି ବୋଲି ଆମେ କହୁଛେ। ଯେ କ୍ରମାନୁସାରେ ଗୀତାର ଶ୍ଲୋକ କହନ୍ତି ଯେ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମନ ସୃଜାମୟ, ଯେ ଯେତେବେଳେ ସମାଜ ବିଷାକ୍ତ ହେଇ ଆସେ ସେତେବେଳେ କୌଣସି ନା କୌଣସି ଆଦି ପୁରୁଷଙ୍କର ଆବିର୍ଭାବ ଘଟେ। ତ ସେତେବେଳେ ସଦ୍ଗୁରୁ ପଳେଇ ଆସିଥିଲେ। ସଦ୍ଗୁରୁ ଯେତେବେଳେ ଆସିଲେ ସେତେବେଳେ ସେ ତାଙ୍କର 12 ଜଣ ଭାଇ ଭଉଣୀ ଥିଲେ, କିନ୍ତୁ ଏଇ ଜଣଙ୍କୁ ସବୁବେଳେ ରୋଗ ହେଉଥିଲା। ଏଇ ଜଣଙ୍କୁ ସବୁବେଳେ ଚିକିତ୍ସିତ କରିବା ପାଇଁ, ଚିକିତ୍ସା କରିବା ପାଇଁ, ଏଟା ଖାଅନି, ଏଟା ହବ, ଏଟା ଖାଅନି, ଏଟା ଖାଅ, ବୈଦ୍ୟମାନେ ସମସ୍ତେ ଲାଗି ଯାଇଥିଲେ ତାଙ୍କ ପିଛା, ଆଉ ବାପା ମା ବି ଲାଗି ଯାଇଥିଲେ। ଶେଷରେ ବହୁତ କଷ୍ଟର ସହିତ ପରିଷ୍କାର ଭାବରେ ସେ ବତେଇଛନ୍ତି ତାଙ୍କ ନିରୋଗ ହବାର ଅଦ୍ଭୁତ ଉପାୟରେ ବତେଇଛନ୍ତି ଯେ ସବୁ ଯେତେବେଳେ ଛାଡ଼ିଗଲା ସେତେବେଳେ ସେ ସ୍ୱତନ୍ତ୍ର ହେଇଗଲେ। ନା ଔଷଧ, ନା ବୈଦ୍ୟ, ନା କିଛି, ସବୁ ସେ ଛାଡ଼ିଦେଲେ। ଆଉ ସେତେବେଳେ ସେ ଦେଖିଲେ ସାଧୁମାନେ ସବୁ ତାଙ୍କ ପଡ଼ିଶା ଘରକୁ ଆସୁଛନ୍ତି। ସେ କହିଥିଲେ ଯେ ମୁଁ ଟିକେ, ତୁମେ କ'ଣ କରୁଛ, ମୁଁ ଟିକେ ସାଧନ ସାଧୁମାନଙ୍କୁ ପଚାରିଥିଲେ ମୋତେ ଯୋଗ ଶିଖେଇ ଦିଅ। ସେମାନେ ମନା କରିଥିଲେ ତୁମେ ରୁଗ୍ଣ ଗୃହସ୍ଥ, ତେଣୁ ତୁମେ ଯୋଗର ଅଧିକାରୀ ନୁହଁ। ଏମିତି ଟାଳଟୁଳ ନୀତି କଲା। ଗୁରୁ କହିଛନ୍ତି ଯେ ଏହା ନୁହଁ, ପ୍ରକୃତ ସତ କଥା ହେଲା ତାଙ୍କୁ ଯୋଗ ଜଣା ନଥିଲା, ତେଣୁ ସେମାନେ ବିଭିନ୍ନ ପ୍ରକାର ଟାଳଟୁଳ ନୀତି କରୁଥିଲେ। ତେଣୁ ସେ ଆଦି ଯୋଗୀ ଥିବାରୁ ଏଇ ସୂତ୍ର ଗୁଡ଼ିକ ସେ ପୁଙ୍ଖାନୁପୁଙ୍ଖ ଭାବରେ ଜ୍ଞାନର ସହିତ, ସଂସ୍କୃତ ଜ୍ଞାନ ପ୍ଲସ୍ ଯୋଗର ସାଧନା, ୟାକୁ ନେଇକି ଅନୁଭବ ବା ଉପଲବ୍ଧିର ଜ୍ଞାନ ସହିତ ସେ ପୁସ୍ତକ ଜ୍ଞାନ ଗୁଡ଼ିକୁ, ମାନେ ସୂତ୍ର ଗୁଡ଼ିକୁ ଲେଖିବା ଆରମ୍ଭ କଲେ। ତେଣୁ ସେ ପ୍ରଥମେ ମନା କରିଦେଇଛନ୍ତି ଯେ ଦେଖନ୍ତୁ, ପାତଞ୍ଜଳି ଯୋଗଦର୍ଶନ ଶାସ୍ତ୍ରକୁ ମୁଁ ବ୍ୟାଖ୍ୟାନ କରୁଛି, ଏଠିକି କୋଉ ମଜହବୀ ଈଶ୍ୱର ଆସିନାହାନ୍ତି। ଯୋଗ ମାନେ ଯୋଗଶ୍ଚ ଚିତ୍ତବୃତ୍ତି ନିରୋଧ। ଦ୍ୱିତୀୟ ସୂତ୍ରରେ ସେ କହିଲେ ଯେ ଯୋଗ ଅର୍ଥ ଚିତ୍ତବୃତ୍ତି ଗୁଡ଼ାକୁ ନିରୋଧ କଲେ ଆମେ ଯୋଗସ୍ଥ ହେଇପାରିବା। ପ୍ରଥମେ ଅନୁଶାସନ ପାଳିବା, ତାପରେ ଚିତ୍ତବୃତ୍ତିକୁ ନିରୋଧ କରିବା। ଦ୍ୱିତୀୟ ସୂତ୍ର ଆସିଲା। ତୃତୀୟ ସୂତ୍ରରେ ଆସିବ ଯେ କ'ଣ ପାଇଁ ଯୋଗୀ ଚିତ୍ତବୃତ୍ତି ନିରୋଧ କରେ। ଯୋଗୀ ଚିତ୍ତବୃତ୍ତି ନିରୋଧ କରେ ଏଇଥିପାଇଁ ଯେ ସେ ନିଜ ରୂପରେ ଅବସ୍ଥାନ କରିବ। ତଦାଦୃଷ୍ଟୁ ସ୍ୱରୂପେ ଅବସ୍ଥାନ। ତୃତୀୟ ସୂତ୍ର ଆସିଲା। ଆମେ କହୁଛେ ଯେକୌଣସି, ଆମେ ମଜହବୀ ଗୁରୁମାନଙ୍କୁ ଦେଖନ୍ତୁ କି ଯେକୌଣସି ଯୋଗୀମାନଙ୍କୁ ଦେଖନ୍ତୁ, ସେମାନେ କୃଷ୍ଣ ହଉ, ରାମ ହଉ, କୌଣସି ଶଙ୍କର ହଉ, ଶିବ ହଉ, ଯେକୌଣସି ଦେବତାଙ୍କୁ ଧ୍ୟାଅ ବୋଲି କହି, ଧ୍ୟାନ ସ୍ୱରୂପରେ ତାଙ୍କୁ ଆଣ ବୋଲି କହି ଯୋଗୀ ଯୋଗ କରଉଛନ୍ତି। କିନ୍ତୁ ପାତଞ୍ଜଳି ଯୋଗ ଦର୍ଶନ ଶାସ୍ତ୍ର କହୁଛି ତଦାଦୃଷ୍ଟୁ ସ୍ୱସ୍ୱରୂପେ ଅବସ୍ଥାନ। ନିଜ ରୂପରେ ଯେତେବେଳେ ମନୁଷ୍ୟ ରହେ ସେତେବେଳେ ସେ ଯୋଗସ୍ଥ ହୋଇଯାଏ, ଆଉ ସେ ତାର ନିଜର ଆତ୍ମସ୍ଥ ହୋଇଯାଏ, ଆତ୍ମଲୋକରେ ରହେ। ଆତ୍ମା ହିଁ ସର୍ବଶ୍ରେଷ୍ଠ, ଇଷ୍ଟ, ବରିଷ୍ଠ, ଆଉ ବହୁତ ବୃହତ୍, ଯାହାକି ବ୍ରହ୍ମ। ଆତ୍ମା ବ୍ରହ୍ମ ସ୍ୱରୂପ।